ଗଳ୍ପ ତପସ୍ୟା। ସରିତା ଭାଉଜଙ୍କୁ ମୁଁ କେବେ ବାହାରକୁ ବାହାରିବା ଦେଖିନି। ଶୋଭନ ଭାଇ ଭାଉଜଙ୍କୁ ସମ୍ମାନ ଦିଅନ୍ତି ନାହିଁ ବୋଲି ଘରେ ଅନ୍ୟମାନେ ବି ତାଙ୍କୁ ସମ୍ମାନ ଦିଅନ୍ତି ନାହିଁ। ସରିତା ଭାଉଜ ଖାଲି ଟିକେ ଦେଖିବାକୁ କାଳି। ଶୋଭନ ଭାଇ ଗୋରା ବୋଲି ତାଙ୍କର ଭାଉଜ ଟିକେ ବି ପସନ୍ଦ ନୁହନ୍ତି। ସରିତା ଭାଉଜ କିନ୍ତୁ ବଡ଼ ଘରର ଝିଅ। ଏଇ କଳା ରଙ୍ଗ ପାଇଁ ବହୁତ ଆଡ଼ୁ ପ୍ରସ୍ତାବ ଭାଙ୍ଗିଲା ପରେ ଶୋଭନ ଭାଇ କିଛି ସେମିତି ରୋଜଗାର କରୁନଥିଲେ ବି ତାଙ୍କ ଘର ଲୋକ ଏଇଠି ବିବାହ କରିବା ପାଇଁ ରାଜି ହୋଇଥିଲେ। ଶୋଭନ ଭାଇଙ୍କର ଚାରି ଭାଇ ଗୋଟିଏ ଭଉଣୀ। ସେ ବି କାହିଁକି କେଜାଣି ବିବାହ ପରେ ଆସି ବାପ ଘରେ ରହୁଛି। ସେ ବି ଭାଉଜଙ୍କ ଉପରେ ହାତେ। ଅବଶ୍ୟ ସରିତା ଭାଉଜ କେବେ କାହାକୁ ଉତ୍ତର ଫେରାଇବା ମୁଁ ଦେଖିନି। ସବୁବେଳେ କାମରେ ବ୍ୟସ୍ତ ଥାନ୍ତି। ଗୋଟିଏ ପୁଅ ତାଙ୍କର। 5 ବର୍ଷ ଦିନରୁ ଯାଇ ମାମୁଁ ଘରେ ରହି ପଢ଼ୁଛି। ଏଠିକି ଜମା ଆସେନି ସେ। ସରିତା ଭାଉଜ କେବଳ ତା ଜନ୍ମଦିନ ଦିନ ସକାଳୁ ପୁଅ ପାଖକୁ ଯାଆନ୍ତି। ତାଙ୍କୁ ନେବାକୁ ତାଙ୍କ ସାନ ଭାଇ ଆସନ୍ତି, ପୁଣି ସନ୍ଧ୍ୟାବେଳକୁ ଆଣି ଛାଡ଼ି ଦେଇ ଯାଆନ୍ତି। ଭାଉଜ ସାଙ୍ଗରେ କିଛି ନିଅନ୍ତି ନାହିଁ କି ସେଠୁ ବି କିଛି ଆଣନ୍ତି ନାହିଁ। ସୂତା ଶାଢ଼ୀ ଖଣ୍ଡେ ପିନ୍ଧି ହିଁ ସେ ଯାଆନ୍ତି। କୌଣସି ବନ୍ଧୁବାନ୍ଧବଙ୍କ ବିବାହ ଭୋଜିରେ ବି ସରିତା ଭାଉଜଙ୍କୁ ଘର ଲୋକ ନିଅନ୍ତି ନାହିଁ। ସରିତା ଭାଉଜ ବଡ଼, କିନ୍ତୁ ତାଙ୍କ ସାନ ଯା ମାନେ ତାଙ୍କୁ ଅର୍ଡ଼ର ଦିଅନ୍ତି। ସରିତା ଭାଉଜ କିଛି ବି ପ୍ରତିକ୍ରିୟା କରନ୍ତି ନାହିଁ। ଯେମିତି ସେ କୌଣସି ତପସ୍ୟାରେ ଲୀନ। ତାଙ୍କୁ ଏମାନଙ୍କ କଥା ସ୍ପର୍ଶ ବି କରିପାରୁନି। ମୋତେ ସେମିତି ଲାଗେ। କାରଣ ସେ କେବେ କୌଣସି କଥାର ଉତ୍ତର ତ ଦିଅନ୍ତି ନାହିଁ, ପୁଣି ପ୍ରତିକ୍ରିୟା ସ୍ୱରୂପ କାନ୍ଦନ୍ତି ବି ନାହିଁ। ଆଉ ତାଙ୍କ ଦେହ ଖରାପ ହେବା ବି ମୁଁ ଦେଖିନି। ପୁଣି ଅନ୍ୟମାନଙ୍କ ଠାରୁ ଶସ୍ତା ଶାଢ଼ୀ ତାଙ୍କର ଆସେ, ସେଥିରେ ବି ସେ କିଛି କୁହନ୍ତି ନାହିଁ। ବଡ଼ ଘରର ବଡ଼ ବୋହୂ ସେ। ତାଙ୍କୁ କିନ୍ତୁ କୌଣସି କଥାରେ ପଚରା ଯାଏନି। ଅସହାୟ ଚାକରାଣୀ ନା ନୀରବ ଏକାଗ୍ରଚିତ ତପସ୍ୱିନୀ। ମୋତେ 20 ବର୍ଷ ପରେ ପ୍ରଥମ ଥର ଦେଖିଲି ସରିତା ଭାଉଜଙ୍କ ପାଇଁ ଫୋନ୍ ଆସିଥିଲା। ସେ ବି ଆମ ଘର ଫୋନ୍ ନମ୍ବରକୁ ତାଙ୍କ ପୁଅ କରିଥିଲା। ସମର୍ଥ ଠାରୁ ମୁଁ ସାନ ଥିଲି, କିନ୍ତୁ ସମ୍ପର୍କରେ ତା'ର ପିଇସୀ ହେବି, ସେଥିପାଇଁ ତାକୁ ନାଁ ଧରି ଡାକୁଥିଲି। ପୁଅର ଫୋନ୍ ଧରିବା ପରେ ପ୍ରଥମ ଥର ପାଇଁ ଭାଉଜ କାନ୍ଦିବାର ମୁଁ ଦେଖିଲି। ଏତେ କାନ୍ଦୁଥିଲେ ଯେ ସେ କିଛି ଉତ୍ତର ଫେରାଇ ପାରୁନଥିଲେ। ମୁଁ ଫୋନ୍ ଧରିଲି। ତାଙ୍କ ପୁଅ ସମର୍ଥ କହିଲା, ଅପା, ମାଆକୁ କହିବ ମୁଁ ସେ ଇଚ୍ଛା କରୁଥିବା ଚାକିରି ପାଇଛି, ଆଉ ପ୍ରଥମେ ତାକୁ ଫୋନ୍ କରୁଛି। ଏଇଠି ଜଏନ୍ କରି ତାକୁ ଆଣିବାକୁ ଯିବି। ଏତିକି କହି ସେ ଫୋନ୍ ରଖିଲା। ମୁଁ ଏତିକି କହିଲା ପରେ ଭାଉଜ ମୋତେ କୁଣ୍ଡେଇ ଧରି ଆହୁରି ଜୋରରେ କାନ୍ଦିଲେ। କିଛି ସମୟ ପରେ ନିଜକୁ ନିଜେ ସବୁଦିନ ପରି ସମ୍ଭାଳି ନେଲେ, କିନ୍ତୁ ତାଙ୍କ ମୁହଁର ତୃପ୍ତିର ହସ, ସେ ଚିହ୍ନଟା ସ୍ପଷ୍ଟ ବାରି ହୋଇ ପଡ଼ିଥିଲା। ରବିବାର ଦିନ ସମର୍ଥ ଆସିଲା। ସମସ୍ତଙ୍କୁ ପ୍ରଣାମ କରିଲା। ମାଆକୁ ତା'ର ସାଥିରେ ଯିବା ପାଇଁ କହିଲା। ସରିତା ଭାଉଜ ମନା କରିଲେ ଯିବାକୁ। ମୁଁ ଭାବିଲି, ସତରେ ଭାଉଜ ବଡ଼ ବୋକା। ଏତେ ସହୁଛନ୍ତି ଅଥଚ ସମର୍ଥ ସହିତ ଗଲେନି। ସମର୍ଥ ଚାଲିଗଲା। ସେ ଘରେ କାହାକୁ ଅସମ୍ମାନ କରୁନଥିଲା, କିନ୍ତୁ ତା ମାଆକୁ ବହୁତ ସମ୍ମାନ କରୁଥିଲା। ପ୍ରଥମ ମାସ ଦରମାରେ ସମସ୍ତଙ୍କ ପାଇଁ ପୋଷାକ ଆଣିଲା। ତା ମାଆ ପାଇଁ ବହୁତ ଦାମିକିଆ ଆଉ ଚମକଦାର ପୋଷାକ ଆଣିଲା। ଛୁଟିରେ ଆସିଲେ ତା ମାଆକୁ ବାହାରକୁ ବୁଲେଇବାକୁ ନିଏ। ତାଙ୍କର ଯେଉଁଠି ବି ଅଫିସିଆଲ ପାର୍ଟି ହୁଏ, ସବୁଠିକି ତା ମାଆକୁ ନେଇ ସେ ଯାଏ। ମାଆର ଜନ୍ମଦିନ ବଡ଼ ଧୁମଧାମରେ ପାଳିଲା।
ଅଫିସର ସବୁ ଷ୍ଟାଫମାନଙ୍କୁ ଡାକିଥିଲା। ଆମ ଘର ଲୋକଙ୍କୁ ବି ଡାକିଥିଲା। ଅନ୍ୟ ପଡ଼ୋଶୀମାନଙ୍କୁ ବି ଡାକିଥିଲା। ସମସ୍ତେ ଆସିଥିଲେ। ସରିତା ଭାଉଜ ଗୋଟିଏ ସିଂହାସନ ପରି ଚେୟାର ଉପରେ ବସିଥିଲେ। ପାଟ ଶାଢ଼ୀ ଆଉ ଗହଣା ଗାଣ୍ଠିରେ ସଜେଇ ହୋଇ ଦେବୀ ମାଆଙ୍କ ପରି ଦିଶୁଥିଲେ। କେତେ କେତେ ଭିଆଇପି ସବୁ ଆସି ତାଙ୍କୁ ଉପହାର ଦେଉଥିଲେ। ତାଙ୍କ ହାତରେ ହାତ ମିଳେଇ ହସି ହସି କଥା ହେଉଥିଲେ। ପାଟିଟା ପୁରା ଝଲସି ପଡ଼ୁଥିଲା। ପରିବାର ଅନ୍ୟ ସଦସ୍ୟଙ୍କ ସହ ଶୋଭନ ଭାଇଙ୍କ ମୁହଁ ବି ଛୋଟ ଦିଶୁଥିଲା। ଆଜି ସରିତା ଭାଉଜଙ୍କୁ ତାଙ୍କ ତପସ୍ୟାର ଫଳ ମିଳିଯାଇଥିଲା। ମୁଁ ଏବେ ବୁଝିଲି କି ସରିତା ଭାଉଜ ସମର୍ଥ ସହ ସହରକୁ ସେଦିନ କାହିଁକି ଗଲେନି।